କବିତାର ଶୀର୍ଷକ ପହଲଗାମ ଛାତିରେ ଧରମର ରକ୍ତ ଛିଟା। ନୈସର୍ଗିକ ଶୋଭାରାଜିରେ ବିମଣ୍ଡିତା ପହଲଗାମ ସେଦିନ ଖୁସିରେ କୁରଳି ଉଠୁଥିଲା ତା ଗହଣରେ ଥିବା ଯାତ୍ରୀମାନଙ୍କୁ ଆତିଥ୍ୟ ଦେଇ। କିଏ ଜାଣିଥିଲା କ୍ଷଣକରେ ବିଦୀର୍ଣ୍ଣ ହେଇଯିବ ତା ସୁକୋମଳ ଛାତି। ରାକ୍ଷସମାନେ ଧର୍ମ ପଚାରି ପଚାରି ନିଜ ସ୍ତ୍ରୀ ଆଉ ପିଲାଛୁଆଙ୍କ ଆଖି ସାମ୍ନାରେ ଗୁଳି କରି ମାରିଦେବେ 26ଟି ନିରୀହ ଜୀବନକୁ। ସଧବା ମଥାରୁ ଚିରକାଳ ପାଇଁ ପୋଛି ହେଇଯିବ ତା ମଥାର ସିନ୍ଦୁର। ସ୍ତବ୍ଧ ପହଲଗାମ ପଚାରିଲା ନିଜକୁ, କ'ଣ ମୋର ଦୋଷ? ମୋ ମୁଣ୍ଡରେ କାହିଁକି ଅପବାଦର ବୋଝ? ମାନବତାର ହତ୍ୟା କରିଥିବା ଆତତାୟୀମାନଙ୍କର କେବେ ହେବ ସର୍ବନାଶ? ତମାମ ଜୀବନ ଗୋଟେ ଶରବିତ ପକ୍ଷୀ ପରି ଛଟପଟ ଜାମ୍ମୁ କାଶ୍ମୀର। ଦେଶ ସ୍ୱାଧୀନ ହେବା ପରଠୁ ଦେଖି ଆସୁଛି ଧର୍ମ ନାଁରେ ତା ରକ୍ତ ରଞ୍ଜିତ ଛାତି। ହେଲେ ଏମିତି ବର୍ବରତା କ'ଣ କେବେ ସେ ଅଙ୍ଗେ ଲିଭେଇଥିଲା? କିଏ ନ ଜାଣେ ମୋ ଦେଶର ନିଶ୍ୱାସ ପ୍ରଶ୍ୱାସରୁ ଅଲଗା ନୁହେଁ ଜାମ୍ମୁ କାଶ୍ମୀର। ପୁଣି ଏତେ ଉପଦ୍ରବ କେଉଁ ନ୍ୟାୟରେ? 140 କୋଟି ଜନତା ତା ଦୁର୍ଦ୍ଦଶ ସେନାନୀ କେମିତି ବା ଦେଖନ୍ତେ ନିଜ ଭଉଣୀମାନଙ୍କର ସିନ୍ଦୁର ପୋଛା ମଥାକୁ, ପୁତ୍ରହରା ପିତାମାତାଙ୍କ ଅଶ୍ରୁଭରା ନୟନକୁ, ବାପ ଛେଉଣ୍ଡ ପିଲାଛୁଆଙ୍କ ଶୁଖିଲା ମୁହଁକୁ? ଆଜି କୋଟି କୋଟି ଜନତା ଅଜୟ ସେନାବାହିନୀ ବଜ୍ର ଶପଥ ନେଇଛି ଭାରତ ମାଟିରୁ ଧର୍ମାନ୍ଧମାନଙ୍କୁ ଖୋଜି ଖୋଜି ନିର୍ମୂଳ କରିବାକୁ। ବ୍ରହ୍ମୋସ ଦେଖେଇ ସାରିଛି ତା କରାମତି। ଲାଞ୍ଜ ଜାକି ପଳାଉଥିବା କୁକୁରମାନଙ୍କର ଆଉ ତାଙ୍କୁ ପରିପୃଷ୍ଟ କରିଥିବା ମାଲିକଙ୍କର ଆକୁଳ ନିବେଦନ ଦେଖି ମାନବିକତାରେ ଅପରେସନ ସିନ୍ଦୁର ଅଟକି ଯାଇଛି କିଛି ଦିନ ପାଇଁ। ହେଲେ ଟକ୍ ଟକ୍ ଫୁଟୁଛି ତା ରକ୍ତ ଲହଲହ ଜିଭା। ପହଲଗାମ ଛାତି ବାଡ଼େଇ କହୁଛି, ଦେଖ ଜଲ୍ଲାଦ, ମୁଁ ମୋ ନୈସର୍ଗିକ ସମ୍ଭାର ନେଇ ଖୁବ୍ ଶୀଘ୍ର ଚଳଚଞ୍ଚଳ ହେଇ ଉଠିବି। ହେଲେ ତୋର ଆଉ ପରିତ୍ରାଣ ନାହିଁ, ପରିତ୍ରାଣ ନାହିଁ।